ଆରମ୍ଭ ହୋଇଯାଇଛି ରବି ଧାନ କିଣା ପ୍ରକ୍ରିୟା, କିନ୍ତୁ ଚାଷୀଙ୍କ ମୁଣ୍ଡରୁ ଟୋକନର ସମସ୍ୟା ଚାଲୁଛି। ଇତିମଧ୍ୟରେ ଦେଖାଦେଇଛି ଯେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ କିଛି ଟ୍ରକ୍ ଧରାପଡ଼ିଛି, ଯେଉଁଟାକି ଛତିଶଗଡ଼ରୁ ଓଡ଼ିଶାକୁ ଧାନ ଚାଲାଣ ହୋଇଥିଲା। ଆସନ୍ତୁ ସିଧାସଳଖ ଯିବା, ପ୍ରତିକ୍ରିୟା ନେବା ଯେଉଁ ଉତ୍ତରାଖଣ୍ଡର ଆଇନ ପ୍ରମାଣ ସଦସ୍ୟ ଅଛନ୍ତି ତାଙ୍କର ପ୍ରତିକ୍ରିୟା ନେବା ଏବଂ ପ୍ରତିକ୍ରିୟା ନେବା କ'ଣ କହୁଛନ୍ତି ସେମାନେ ଏବଂ କିଭଳି ରୂପରେ ପ୍ରତିକ୍ରିୟା ଦେଉଛନ୍ତି। ଆରମ୍ଭ ହୋଇଯାଇଛି ରବି ଧାନ କିଣା ପ୍ରକ୍ରିୟା, କିନ୍ତୁ ବର୍ତ୍ତମାନ ଏହା ଟୋକନ ସମସ୍ୟା ଚାଲିଛି। ଏହାର ଉପରେ କ'ଣ କହିବେ? ଦେଖନ୍ତୁ, ରବି ଧାନ ଯୋଉ କିଣା ବିକା ପ୍ରକ୍ରିୟା ଆରମ୍ଭ ହେଇଛି ସେଥିରେ ଯୋଉ ବିସଙ୍ଗତି ରହୁଛି ଯେ କଥା ହେଲା 1,05,000 ଚାଷୀ ବରଗଡ଼ ଜିଲ୍ଲାରେ ପଞ୍ଜୀକରଣ କରିଥିଲେ ଏବଂ ପ୍ରଶାସନ କହିବା ହିସାବରେ 94,000 ଚାଷୀଙ୍କ ବର୍ତ୍ତମାନ ପର୍ଯ୍ୟନ୍ତ ଟୋକନ ଆସିଛି ଏବଂ ସରକାର ଯାହା କହୁଛନ୍ତି 60ରୁ 65 ଲକ୍ଷ କ୍ୱିଣ୍ଟାଲ ଧାନ ସେ ରବିରେ କିଣା ବିକା କରୁଛି। କିନ୍ତୁ ପ୍ରକୃତରେ ଯଦି ଦେଖିବାକୁ ଗଲେ ବିଗତ ବର୍ଷରେ ଯୋଉ ତାମାନେ ଆପଣ ହାରାହାରି ଯଦି 70 କ୍ୱିଣ୍ଟାଲ ଏଭାରେଜ ଯଦି ଚାଷୀମାନେ ବିକିଥିଲେ ତାହେଲେ ପାଖାପାଖି 75 ଲକ୍ଷ କ୍ୱିଣ୍ଟାଲ ଧାନ କିଣିବାକୁ ପଡ଼ିବ। କିନ୍ତୁ ଏପଟେ 11,000 ଚାଷୀଙ୍କ ଟୋକନ ଆସିନାହିଁ, ସେପଟେ ନିଶ୍ଚୟ ତାମାନେ ଅଭାବୀ ଦୃଷ୍ଟି ଶିକାର ହେବେ ଏବଂ ମଣ୍ଡି ଯୋଉ ସୁବ୍ୟବସ୍ଥା ହେବ, ଚାଷୀ ଯୋଉ ଅର୍ଥନୀତି ସୁଦୃଢ଼ ହେବ, ଚାଷୀ ସୁରୁଖୁରୁରେ ଧାନ କିଣିପାରିବେ, ଚାଷୀର ସମୃଦ୍ଧି ହେବ ବୋଲି ଯାହା ବାହା ଦେଉଛନ୍ତି ଜିଲ୍ଲା ପ୍ରଶାସନ ସରକାର ବିଫଳ ହେଇଛନ୍ତି ଏବଂ ତାକୁ ଆମେ ସେଥିପାଇଁ ଗତକାଲି ଦାବି କରିଛୁ ଉପଜିଲ୍ଲାପାଳଙ୍କ ପାଖରେ ଯେ ସଠିକ୍ ସରଜମିନ ତଦନ୍ତ କରାଯାଉ, ତର୍ଜମା କରାଯାଉ, ଯେଉଁ ଯୋଗ୍ୟ ଚାଷୀମାନେ ଅଛନ୍ତି ତାଙ୍କର ପଞ୍ଜୀକରଣ କରାଯାଉ, ତାଙ୍କର ଟୋକନ ଆସୁ ଏବଂ ଯେଉଁ ଜମି ତୁଳନାରେ କମ୍ ଟୋକନ ଆଇଛି ତାକୁ ଯଦି ଠିକ୍ ହିସାବରେ ଯଦି ରିଭାଇଜ୍ କରିକି ଟୋକନ ନଦେବେ ତାହେଲେ ଆଗାମୀ ଦିନରେ ଭୟାବହ ଚାଷୀ ଆନ୍ଦୋଳନ ହେବ। କାରଣ ଏ ସରକାର ଚାଷୀ ମାରଣୀ ନୀତି କରୁଛନ୍ତି, ଚାଷୀମାନଙ୍କ ସମୃଦ୍ଧି ପାଇଁ ଚିନ୍ତା କରୁଛନ୍ତି। ଇତିମଧ୍ୟରେ ଦେଖାଯାଇଛି ଦୁଇଟି ଟ୍ରକ୍ ଆମର ଛତିଶଗଡ଼ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଛତିଶଗଡ଼ରୁ ଧାନ ଓଡ଼ିଶାକୁ ଆସିଥିଲା, ତାହା ଧରାପଡ଼ିଛି। ଏହାରି ଉପରେ କ'ଣ ପ୍ରତିକ୍ରିୟା? ଦେଖନ୍ତୁ, ମଣ୍ଡି ଆରମ୍ଭ ହେଇନାହିଁ ଏବଂ ଛତିଶଗଡ଼ରୁ ଧାନ ବରଗଡ଼ ଜିଲ୍ଲା ତଥା ଓଡ଼ିଶାର ବିଭିନ୍ନ ମିଲ୍କୁ ଆସୁଛି। ଏଟା ପ୍ରଶାସନର ଜ୍ଞାତସାରରେ ଆସୁଛି। କେବଳ ଶୁଣିବାକୁ ମିଳୁଛି ଗୋଟିଏ ଟ୍ରକ୍ ଯୋଉଟା ଆନ୍ଧ୍ରପ୍ରଦେଶ ଯାଉଥିଲା ସେଟା ଛତିଶଗଡ଼ ମଣ୍ଡିର ଧାନ କିଣା ହେଇକରି ଯାଉଥିଲା ବୋଲିକରି ଯାହା ଶୁଣିବାକୁ ମିଳୁଛି, କିନ୍ତୁ ଆଉ ଗୋଟେ ଯୋଉଟା ଟ୍ରକ୍ ଅଛି ସେଟା ଅନୁଗୁଳକୁ ଯାଉଥିଲା। ତ ସେଟା ନିଶ୍ଚୟ ଚିନ୍ତାର ବିଷୟ ଏବଂ ଯଦି ଏହିପରି ଭାବରେ ଯଦି ସରକାର ଚାଷୀଙ୍କର ଧାନ କିଣିବେ ନାହିଁ ଏବଂ ଅନ୍ୟ ରାଜ୍ୟରୁ ବାହାର ରାଜ୍ୟରୁ ଧାନ ଆସିକରି ମଣ୍ଡି ଗୁଡ଼ିକରେ ମିଲ୍ ଗୁଡ଼ିକରେ ଭର୍ତ୍ତି ହେଇଯିବ ତାହେଲେ ନିଶ୍ଚୟ ଚାଷୀମାନେ ତାର ପ୍ରଭାବରେ କ୍ଷତିଗ୍ରସ୍ତ ହେବେ। ତେଣୁ ଆମେ ପ୍ରଶାସନକୁ ନିବେଦନ କରୁଛୁ ଯେ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ କରନ୍ତୁ, ବର୍ଡରକୁ ସିଲ୍ କରନ୍ତୁ ଏବଂ ଯଦି ଯୋଉ ତ୍ରୁଟି ବିଚ୍ୟୁତି ବାହାରୁଛି ଯାହା ଧରିଛୁ ତା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେଟା ଆମେ ଟିମ୍ କରିଛୁ, ଯୋଉଟା ଜେନ୍ୟୁଇନ୍ ଅଛି ଆମେ ଦରକାର ପଡ଼ିଲେ ଫିଲ୍ଡ ଭେରିଫିକେସନ୍ ବି କରିବୁ ଏବଂ ଯଦି ଜେନ୍ୟୁଇନ୍ ଥିବ ତାହେଲେ ଆମେ ଜିଲ୍ଲାପାଳକୁ ଜଣେଇବୁ ଏବଂ ନେକ୍ସଟ କୋର୍ସ ଅଫ୍ ଆକ୍ସନ୍ ଜିଲ୍ଲା ପ୍ରଶାସନ ସାଇଟ୍ରୁ ହେବ। ପାଖରେ ଖବର ଆସିଛି, ଆମେ ତାକୁ ଲିଷ୍ଟିଂ କରୁଛୁ, ପ୍ରାୟୋରିଟି ବେସିସ୍ରେ ଫିଲ୍ଡ ଇନକ୍ୱାରି ହେବ, ଜଣାପଡ଼ିବ ଆକ୍ଚୁଆଲି କ'ଣ ଅଛି, ତାପରେ ନେକ୍ସଟ କୋର୍ସ ଅଫ୍ ଆକ୍ସନ୍ ଆମେ ଗ୍ରହଣ କରିବୁ। ଶୁଣିଥିଲେ କି ଯଦି ବାହାର ରାଜ୍ୟରୁ ଧାନ ଆସିବ ତାହେଲେ ଓଡ଼ିଶା ପ୍ରତି ବିପଦ, ଓଡ଼ିଶାର ଚାଷୀ କହିବେ କ'ଣ? ଯେଉଁ ଏତେ ଦୁଃଖ କଷ୍ଟରେ ଚାଷୀ ଧାନ ଉପାର୍ଜନ କରୁଛି ତାହା ଯଦି ବିକ୍ରି କରି ନ ପାରିଲା ତାହେଲେ ସେ ଚାଷ ଧାନ ଯେଉଁ ଅମଲ କରୁଛି ସେଥିରେ ଲାଭ କ'ଣ ପାଇବ? ଶେଷରେ ସେ ଆତ୍ମହତ୍ୟା ଛଡ଼ା ଆଉ ତା'ର ବାଟ ନାହିଁ। ତ ଦେଖାଯାଉ ଏହି ନ୍ୟୁଜ୍ ପ୍ରସାରଣ ପରେ ପ୍ରଶାସନ କେଉଁଛି ନା ପୁଣି ପୂର୍ବବତ ହୋଇଯାଉଛି ନା ଯେଉଁ ସୀମାନ୍ତବର୍ତ୍ତୀ ଅଞ୍ଚଳ ଅଛି, ଓଡ଼ିଶାର ସୀମାନ୍ତବର୍ତ୍ତୀ ଅଞ୍ଚଳ ଅଛି ସେ ଅଞ୍ଚଳକୁ ସିଲ୍ କରୁଛି ନା ପୁଣି ଖୋଲା ଛାଡ଼ି ଦେଉଛି, ଓଡ଼ିଶାକୁ ପୁଣି ଧାନ ଅନୁପ୍ରବେଶ କରୁଛି, ତାହା ବର୍ତ୍ତମାନ ଦେଖିବାକୁ ବାକି ରହିଲା। ବରଗଡ଼ ଜିଲ୍ଲା ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ମୁଁ ଆଶିଷ କୁମାର ଭୋଇ, ବଡ଼